ମଣିଷ ଯେତେବେଳେ ଗତ ବୟସ୍କ ହେଲେ, ବୃଦ୍ଧ ହେଲେ, ସେଇ ସମାଜରେ ହିଁ ପରମେଶ୍ୱର ତାଙ୍କ ଦ୍ଵାରା ବାକ୍ୟ କହୁଛନ୍ତି। ଆଉ 23 ପଦରେ ଆମେ ଦେଖୁଥିଲା କାଲି ଯେ 7 ପଦରେ 23ର 7ରେ ଗୋଟେ ଲେଖା ହେଇଛି, ପୁଣି ସେହି ଗୋଷ୍ଠୀ ମାନଙ୍କର ଯେ ଅବଶିଷ୍ଟ ଲୋକ ତୁମ ମାନଙ୍କର ମଧ୍ୟରେ ଅଛନ୍ତି, ସେମାନଙ୍କର ମଧ୍ୟରେ ପ୍ରବେଶ ନ କର, କି ସେମାନଙ୍କର ଦେବତା ମାନଙ୍କର ନାମ ଉଚ୍ଚାରଣ ନ କର, କି ସେମାନଙ୍କର ନାମ ରେ ଶପଥ ନ କରାଅ, କି ସେମାନଙ୍କର ସେବା ନ କର, କି ଅବା ସେମାନଙ୍କୁ ପ୍ରଣାମ ନ କର ବୋଲିକି ଜିହୁଷୟ ଦେଖନ୍ତୁ ଯେ ପ୍ରଭୁଙ୍କର ସେବକ ଥିଲେ, ଦାସ ଥିଲେ। ଆଉ ଜିହୁଷୟ ଗୋଟେ ବୃଦ୍ଧ ବୟସରେ ଗତ ବୟସ୍କ ହେଲା ସମାଜରେ ତାଙ୍କ ମୁଖ ଦ୍ଵାରା ପରମେଶ୍ୱର ଏଇ ବାକ୍ୟ କହୁଛନ୍ତି। ଆଉ ଏଇ ବାକ୍ୟକୁ ଆମେ ଗୁରୁତ୍ୱପୂର୍ଣ୍ଣ ଦେବା ଅଛି। ଆଉ ଦେଖିବା ତାପରେ 16 ପଦରେ ଗୋଟେ ବିଷୟ ଲେଖା ହେଇଛି। ଏ 16 ପଦରେ ଆଉ ଗୋଟେ ବିଷୟ କଥା କହିଲେ, ସଦାପ୍ରଭୁ ତୁମ୍ଭ ମାନଙ୍କର ପରମେଶ୍ୱର ତୁମ୍ଭ ମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ତାହା ଯେବେ ତୁମ୍ଭେମାନେ ଲଙ୍ଘନ କରିବ ଓ ଯାଇ ଅନ୍ୟ ଦେବତା ମାନଙ୍କର ସେବା କରିବ, ପୁଣି ସେମାନଙ୍କୁ ପ୍ରଣାମ କରିବ, ତେବେ ତୁମ୍ଭ ମାନଙ୍କର ପ୍ରତିକୂଳରେ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ଯେଉଁ ଉତ୍ତମ ଦେଶ ତୁମ ମାନଙ୍କୁ ଦେଇଅଛନ୍ତି, ତହିଁରୁ ତୁମେ ମାନେ ଶୀଘ୍ର ବିନଷ୍ଟ ହେବ। ବୁଝିଲ, ଏଇ ଜାଗାରେ ଦେଖୁ ଯେ ଗୋଟେ ଗୁରୁତ୍ୱ ବିଷୟ ଯେ ଅନ୍ୟ ଦେବତା ମାନଙ୍କର ସେବା, ଅନ୍ୟ ଦେବତା ମାନଙ୍କର ନାମ ଉଚ୍ଚାରଣ ଆଉ ତାହାକୁ ପ୍ରଣାମ ନ କର ବିଷୟ ଲେଖା ହେଇଅଛି। ବୁଝିଲ, ହାଲେଲୁୟା। ତାପରେ 24 ପଦରେ ଦେଖୁ ଯେ ସେଇ ଜାଗାରେ ଗୋଟେ ସେବାର ବିଷୟ ଆମେ ଦୈନିକ ଆହାରରେ ଆମେ ଦେଖିଲା ଯେ ଈଶ୍ୱରଙ୍କର ସେବାର ବିଷୟ। ଆଉ 7 ପଦରେ କହୁଛନ୍ତି ଯେ ତମେ ଅନ୍ୟ କୌଣସି ଦେବତା ମାନଙ୍କର ସେବା ନ କର, ତାହାଙ୍କୁ ପ୍ରଣାମ ନ କର ବୋଲିକି କହୁଛନ୍ତି। ଆଉ 24 ପଦର 1 ପଦରୁ କହୁଛନ୍ତି, ଦେଖୁ ଯେ ଅନନ୍ତର ଜିହୁଷୟ ଇସ୍ରାଏଲର ବଂଶ ସମୂହକୁ ସିଖିମରେ ଏକତ୍ର କରି ସେମାନଙ୍କର ପ୍ରାଚୀନ ବର୍ଗକୁ, ସେମାନଙ୍କର ପ୍ରଧାନ ମାନଙ୍କୁ ଓ ସେମାନଙ୍କର ବିଚାରକର୍ତ୍ତୃ ଗଣଙ୍କୁ ଓ ସେମାନଙ୍କର ଅଧ୍ୟକ୍ଷ ମାନଙ୍କୁ ଡକାଇଲେ। ସିଖିମରେ ଜିହୁଷୟ ସେ ସମସ୍ତଙ୍କୁ ଡକେଇଲେ ଆଉ କହିଲେ, ତହିଁରେ ସେମାନେ ସଦାପ୍ରଭୁଙ୍କର ସମ୍ମୁଖରେ ସେମାନେ ଠିଆ ହେଲେ। ବିପଦରେ ତହୁଁ ଜିହୁଷୟ ସମସ୍ତ ଲୋକଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି। କିଏ କହୁଅଛନ୍ତି? ଇସ୍ରାଏଲର ପରମେଶ୍ୱର କହୁଅଛନ୍ତି ବୋଲି କହୁଅଛନ୍ତି। ଆଉ ସେଇ ଇସ୍ରାଏଲର ପରମେଶ୍ୱର କଣ କହୁଅଛନ୍ତି ଦେଖିବା। ପୂର୍ବ କାଳରେ ତୁମ୍ଭ ମାନଙ୍କର ପୂର୍ବ ପୁରୁଷ ଅବ୍ରାହମ ଓ ନାହୋରର ପିତା ତେରହ ପ୍ରଭୃତି ନଦୀ ସେପାରିରେ ବାସ କରି ଅନ୍ୟ ଦେବତା ମାନଙ୍କର ସେବା କରୁଥିଲେ। ତାପରେ ତହିଁରେ ଆମ୍ଭେ ତୁମ୍ଭ ମାନଙ୍କର ପୂର୍ବ ପୁରୁଷ ଅବ୍ରାହମକୁ ସେହି ନଦୀ ସେପାରିରୁ ନେଇ ଇଣାନ ଦେଶର ସର୍ବତ୍ର ଭ୍ରମଣ କରାଇଲୁ ଓ ତାହାର ବଂଶକୁ ବହୁ ପ୍ରଜ କଲୁ ଓ ତାହାଙ୍କୁ ଇସାହାକ ଦେଲୁ। ବୁଝିଲ, ଅବ୍ରାହମକୁ ଇସାହାକ ଦେଲେ। ତାପରେ କହୁଛନ୍ତି, ସଦାପ୍ରଭୁ କହୁଅଛନ୍ତି ଜିହୁଷଙ୍କର ମୁଖ ଜରିଆରେ। ଆଉ କେଉଁମାନଙ୍କର ସାମ୍ନାରେ କହୁଛନ୍ତି? ଦେଖନ୍ତୁ, ପ୍ରାଚୀନ ବର୍ଗ ଥିଲେ, ସେମାନଙ୍କର ପ୍ରଧାନ ମାନଙ୍କୁ ଡାକିଲେ, ସେମାନଙ୍କର ବିଚାର କର୍ତ୍ତୃ ଗଣକୁ ଡାକିଲେ, ସେମାନଙ୍କର ଅଧ୍ୟକ୍ଷ ମାନଙ୍କୁ ଡକାଇ ସଦାପ୍ରଭୁଙ୍କର ସମ୍ମୁଖରେ ଠିଆ ହେଇକି ସେଇ ପୂର୍ବତନ ବିଷୟ କଥା, ଅବ୍ରାହମଙ୍କର ବିଷୟ କଥା, ସେ ଇତିହାସ ବିଷୟ କଥା କହୁଅଛନ୍ତି। ବୁଝିଲ, ଦେଖିବା 4 ପଦରେ, ତାପରେ ଆଉ ଆମେ ଇସାହାକୁ ଜାକୁବ ଓ ଏସ୍ୟ ଦେଲୁ, ପୁଣି ଆମେ ଅଧିକାରତେ ଏସ୍ୟକୁ ସେହିର ପର୍ବତ ଦେଲୁ, ଆଉ ଜାକୁବ ଓ ତାହାର ସନ୍ତାନ ମାନେ ମିଶରକୁ ଗଲେ। ଏ ଉତ୍ତାରେ ଆମେ ମୂଷା ଓ ହାରଣକୁ ପଠାଇଲୁ ଓ ମିଶର ମଧ୍ୟରେ ଯେଉଁ କାର୍ଯ୍ୟ କଲୁ ତଦ୍ୱାରା ତାହାକୁ ଦଣ୍ଡ ଦେଲୁ। ତହିଁ ଉତ୍ତାରେ ଆମ୍ଭେ ତୁମ୍ଭ ମାନଙ୍କୁ ବାହାର କରି ଆଣିଲୁ। ବୁଝିଲ, ଆମେ ସମସ୍ତେ ଜାଣିଅଛୁ ଆଦି ପୁସ୍ତକ, ଯାତ୍ରା ପୁସ୍ତକ ଆମେ ଯଦି ଦେଖିବା, ମୂଷାଙ୍କର ସମାଜରେ ମୂଷା ଓ ହାରଣକୁ ପରମେଶ୍ୱର ବ୍ୟବହାର କରିଅଛନ୍ତି। ଆଉ ମିଶରରେ ଯୋଉ କାର୍ଯ୍ୟ କରିଅଛନ୍ତି ଆଉ ବାହାର କରିକି ଆଣିଅଛନ୍ତି ଦଣ୍ଡ ଦେଇକି, ଆମେ ସେ ବିଷୟ ଜାଣିଅଛୁ। ଆଉ ସେଇ ବିଷୟକୁ ପରମେଶ୍ୱର କଣ ପାଇଁ ସେ ବିଷୟକୁ ପୁଣି ଥରେ କହୁଅଛନ୍ତି ସମସ୍ତଙ୍କର ସମ୍ମୁଖରେ, ଆମେ ଶିଖିବା ଏଇ ଜାଗାରୁ ଆଗକୁ ପଢିଲେ। ପୁଣି ଆମ୍ଭେ ମିଶରରୁ ତୁମ୍ଭ ମାନଙ୍କର ପୂର୍ବ ପୁରୁଷ ମାନଙ୍କୁ ବାହାର କରି ଆଣିଲୁ। ତହୁଁ ତୁମ୍ଭେ ମାନେ ସମୁଦ୍ର ନିକଟରେ ଉପସ୍ଥିତ ହେଲ। ସେତେବେଳେ ମିଶ୍ରୀୟ ମାନେ ରଥ ଓ ଅଶ୍ୱର ସୈନ୍ୟ ନେଇ ସୁଖ ସମୁଦ୍ର ପର୍ଯ୍ୟନ୍ତ ତୁମ୍ଭ ମାନଙ୍କର ପୂର୍ବ ପୁରୁଷ ମାନଙ୍କର ପଛେ ପଛେ ଗୋଡାଇଲେ। ତହିଁରେ ସେମାନେ ସଦାପ୍ରଭୁଙ୍କୁ ଡାକ ପକାନ୍ତେ ସେଇ ତୁମ୍ଭ ମାନଙ୍କ ଓ ମିଶ୍ରୀୟ ମାନଙ୍କର ମଧ୍ୟରେ ଅନ୍ଧକାର ସ୍ଥାପନ କଲେ।
ଆଉ ସେମାନଙ୍କର ଉପରକୁ ସମୁଦ୍ର ଆଣି ସେମାନଙ୍କୁ ଆଚ୍ଛନ୍ନ କଲେ ଓ ଆମ୍ଭେ ମିଶ୍ରରେ ଯାହା କଲୁ ତାହା ତୁମ୍ଭେ ମାନଙ୍କର ଚକ୍ଷୁ ଦେଖିଲା। ତହୁଁ ଠାରେ ତୁମ୍ଭେ ମାନେ ଅନେକ ଦିନ ପ୍ରାନ୍ତରରେ ବାସ କଲ। ପୁଣି ଆମ୍ଭେ ତୁମମାନଙ୍କୁ ଜର୍ଦ୍ଦନ ସେପାରିରେ ବାସ କରି ଇମୋରିୟ ମାନଙ୍କର ଦେଶକୁ ଆଣିଲୁ। ପୁଣି ସେମାନେ ତୁମମାନଙ୍କର ସଙ୍ଗେ ଯୁଦ୍ଧ କଲେ। ତହିଁରେ ଆମ୍ଭେ ସେମାନଙ୍କୁ ତୁମମାନଙ୍କର ହସ୍ତରେ ସମର୍ପଣ କଲୁ ଓ ତୁମ୍ଭେମାନେ ସେମାନଙ୍କର ଦେଶ ଅଧିକାର କଲ। ଆଉ ଏହି ରୂପେ ଆମ୍ଭେ ତୁମମାନଙ୍କର ସାକ୍ଷାତରେ ସେମାନଙ୍କୁ ବିନାଶ କଲୁ। ତାପରେ 9 ପଦରେ ତେବେ ମୋଆବ ରାଜା ସିପୋରର ପୁତ୍ର ବାଳକ ଉଠି ଇସ୍ରାଏଲର ପ୍ରତୀକରେ ଯୁଦ୍ଧ କଲା। ଆଉ ସେଇ ସମାଜରେ ଇସ୍ରାଏଲଙ୍କ ନିମନ୍ତେ ଅଭିଶାପ କହିବା ନିମନ୍ତେ ବିଅରର ପୁତ୍ର ବିଲିୟମକୁ ଡକାଇଥିଲେ। ତଥାପି ପରମେଶ୍ୱର ସେଇ ଜାଗାରେ ଇସ୍ରାଏଲୀୟ ସନ୍ତାନ ମାନଙ୍କୁ ଆଶୀର୍ବାଦ ଦେଇଅଛନ୍ତି। ଦେଇଥିଲ ହାଲେଲୁୟା। ତାପରେ 11 ପଦରେ ଏଇ ଉତ୍ତାରେ ତୁମେମାନେ ଜର୍ଦ୍ଦନ ପାର ହୋଇ ଜିରିହରେ ଉପସ୍ଥିତ ହେଲ। ତହିଁରେ ଜିରିହ ନିବାସୀ ମାନେ ପୁଣି ଇମୋରିୟ, ପିରିସିୟ, କିନାନୀୟ ଓ ହିଦୀୟ, ଗିର୍ଗାସିୟ, ହିଦୀୟ ଓ ଜିବୁସିୟ ମାନେ ତୁମମାନଙ୍କର ପ୍ରତିକୂଳରେ ଯୁଦ୍ଧ କରନ୍ତି। ଆମ୍ଭେ ତୁମମାନଙ୍କର ହସ୍ତରେ ସେମାନଙ୍କୁ ସମର୍ପଣ କଲୁ। ପ୍ରେଜ୍ ଦ ଲର୍ଡ। ତାପରେ ଆଉ ତୁମେ ଖଡ୍ଗ, ପ୍ରେଜ୍ ଦ ଲର୍ଡ ହାଲେଲୁୟା। ତ ଦେଖୁ ଏଇ ଜାଗାରେ ଯେ ପରମେଶ୍ୱର ଜିହୁସଙ୍କର ଜରିଆରେ ତାଙ୍କର ମୁଖ ଦେଇକି ଗୋଟେ ଜିହୁସ ଗତ ବୟସ୍କ ହେଇଗଲେ ନା, ସେ ବୃଦ୍ଧ ହେଇଗଲେ ନା, ଆଉ ସମସ୍ତଙ୍କୁ ଠିଆ କରିଛନ୍। ସମସ୍ତ ପ୍ରଧାନ ପ୍ରାଚୀନ ବର୍ଗ ଆଉ ବିଚାରକର୍ତ୍ତା ସେମାନଙ୍କୁ ଠିଆ କରିଛନ୍। ଆଉ ଏଇ ବିଷୟ କଥା କହୁଅଛନ୍ତି। କେନ୍ ବିଷୟ କଥା? ଯେନ୍ ବିଷୟ ପରମେଶ୍ୱର ସଦାପ୍ରଭୁ ତାଙ୍କର ସନ୍ତାନ ମାନଙ୍କ ଠାରେ କାର୍ଯ୍ୟ କରିଥିଲେ, ଯୋଉ ପ୍ରତିଜ୍ଞା ଦେଇଥିଲେ, ଯୋଉ କାର୍ଯ୍ୟ କରିଥିଲେ, ସେ ବିଷୟ କଥା ପୁଣି ଥରେ କହୁଅଛନ୍ତି। ହାଲେଲୁୟା। ତ ଦେଖୁ ଏଇ ଜାଗାରେ ଯେ ଇସ୍ରାଏଲୀୟ ସନ୍ତାନ ମାନେ ଯୋଉ ବିଷୟ ମାନେ ସେମାନେ ପାଇଥିଲେ ଆଶୀର୍ବାଦ, ପରମେଶ୍ୱରଙ୍କର ଯାହା ବିଜୟୀ ହେଇଥିଲେ। ଅନେକ ଜାଗାରେ ଦେଖୁ ହିଦୀୟ, ଗିର୍ଗାସିୟ, ହିଦୀୟ ଏମାନଙ୍କ ସଙ୍ଗେ ସେମାନେ ଯୁଦ୍ଧ କରିଥିଲେ। ଆଉ ସବୁ କିଛି ପରମେଶ୍ୱରଙ୍କର ଆଶୀର୍ବାଦ ଦ୍ଵାରା ସେମାନେ ବିଜୟ ଲାଭ କରିପାରିଥିଲେ। ଆଉ ପ୍ରଭୁଙ୍କର ଅନୁଗ୍ରହ ଦ୍ଵାରା ବିଜୟ ଲାଭ କରିଥିଲେ। ଆଉ ଆମେ ସେଇ ସମାଜରେ ଆମେ ପଢିଛୁ, ଜାଣିଛୁ ଯେ ଅନେକ ସେଇ ସମାଜରେ କଣ ହଉଥିଲେ, ଅନେକ ଭୁଲ କରିଦଉଥିଲେ। ଆଉ ଅନେକ ତାମାନେ ଆମର ଅୟ ଦେଶ ଯୋଉ ଯୁଦ୍ଧ କଲେ, ସେ ଦେଖନ୍ତୁ ସେଇ ଜାଗାରେ ସେମାନେ ପରାଜିତ ହେଇଗଲେ। ହେଲେ ତଥାପି ପରମେଶ୍ୱର ସେମାନଙ୍କର ରୋଗକୁ ଶୁଣିକି ପରମେଶ୍ୱର ଦୟା କରିକି ସେ ବିଜୟୀ କରିଥିଲେ। ହାଲେଲୁୟା। ତ ଏଇ ଜାଗାରେ ଦେଖୁ ଯେ ପରମେଶ୍ୱର ଯେଉଁ ବିଷୟ କହୁଅଛନ୍ତି, ଯେଉଁ ପ୍ରତିଜ୍ଞା ଇସ୍ରାଏଲୀୟ ମାନଙ୍କୁ ଦେଇଥିଲେ, ସେଇ ପ୍ରତିଜ୍ଞାକୁ ସେ ସଫଳ କରୁଅଛନ୍ତି। ଆଉ ସେଇ ସଫଳ କରିବାର ସହିତ ଇସ୍ରାଏଲୀୟ ମାନଙ୍କୁ କଣ କହୁଛନ୍ତି ଯେ ନିୟମକୁ ପାଳନ କର, ଆଉ ଅନ୍ୟ ଦେବତା ସେବା ନ କର, ଅନ୍ୟ ପ୍ରତିମୂର୍ତ୍ତିର ଶପଥ ନ କର, ତାଙ୍କର ନାମ ଉଚ୍ଚାରଣ ନ କର। ଅନେକ ବିଷୟ ନିୟମ ଇସ୍ରାଏଲୀୟ ସନ୍ତାନ ଗଣ ମାନଙ୍କୁ କହୁଅଛନ୍ତି। ଆଉ ସେଇ ବିଷୟ ଇସ୍ରାଏଲ ସନ୍ତାନ ମାନଙ୍କୁ କହୁଥିଲେ। ତାପରେ ଜିହୁସୟ ଆଉ ଅନେକ ମୂଷା ମାନଙ୍କୁ ବି କହୁଥିଲେ, ଆଉ ତାହାକୁ ପୁଣି ପବିତ୍ର କରୁଥିଲେ। ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରୁଥିଲେ। ହାଲେଲୁୟା। ତ ଏଇ ଜାଗାରେ ଦେଖୁ, ତ ଆମେ ଆମର ଜୀବନରେ ବି ଆମେ ଦେଖୁ ଯେ ଆମେ ଆମର ଠାରେ ପରମେଶ୍ୱର କେଉଁ କାର୍ଯ୍ୟ କରିଅଛନ୍ତି। ଆମର ଜୀବନରେ ଆମେ ଯେଉଁ ସମୟରେ ପ୍ରଭୁ ଯୀଶୁଙ୍କୁ ଜାଣିନଥିଲା, ଆମେ କେଉଁପରି ଥିଲା, ଆମେ ସେଇ ସମୟକୁ ଯିବା ଯେଉଁ ସମୟରେ ଆମେ ପ୍ରଭୁ ଯୀଶୁଙ୍କୁ ଜାଣିଥିଲା। ଆଉ ଜାଣିକି ଆମେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିକି ଆମେ ମଣ୍ଡଳୀରେ ସଂଯୁକ୍ତ ହେଇଅଛୁ। ସେଇ ସମୟକୁ ଏବେ ପରମେଶ୍ୱର ଆମକୁ ମନେ ପକେଇବାକୁ ଚାହାନ୍ତି ଏଇ ବାକ୍ୟ ଦ୍ଵାରା, ଯେ ମନେ ପକାଅ ଯେ ଯେଉଁ ସମାଜରେ ତୁମ ଠାରେ କିଛି ନଥିଲା, ଆଉ ଏଇ ଜାଗାରେ ଆମେ ସମସ୍ତେ ବସି ଅଛୁ। ଅନେକ ଅନେକ ସମସ୍ୟା ନେଇକି ଅନେକଙ୍କର ଜୀବନରେ ଅନେକ ତାମାନେ ସାକ୍ଷ୍ୟ ଅଛି। ଆଉ ସେଇ ସାକ୍ଷ୍ୟ ଦ୍ଵାରା ଆମେ ସମସ୍ତେ ଆସିପାରିଅଛୁ। ଆଉ ଦେଖୁ ଯେ ପରମେଶ୍ୱର ଏଇ ବାକ୍ୟ ଦ୍ଵାରା ଆମକୁ ପୁଣି ଥରେ କହୁଅଛନ୍ତି, ଆଉ ଚେତାବନୀ ଦେଉଛନ୍ତି ଯେ କିନି ଯେଉଁ ସମାଜରେ ମତେ ଜାଣିଥିଲ, ଗ୍ରହଣ କରିଥିଲ, ବିଶ୍ୱାସ କରିଥିଲ, ଯେଉଁ ସମାଜରେ ମୁଁ ତମକୁ ସବୁ କିଛି ଆଶୀର୍ବାଦ ଦେଇଥିଲି, ଅନୁଗ୍ରହ ଦାନ ଦେଇଥିଲି, ସବୁ କିଛି ମଙ୍ଗଳ ଦାନ ଦେଇଥିଲି, ରୋଗରୁ ସୁସ୍ଥତା କରିଥିଲି, ବନ୍ଧନରୁ ମୁକ୍ତ କରିଥିଲି, ସେଇ ବିଷୟକୁ ପୁଣି ଆମର ଜୀବନରେ ମନେ ପକାଉ। ହାଲେଲୁୟା। ମନେ ପକାଉ। ଆଉ ଦେଖୁ ଯେ ଇସ୍ରାଏଲୀୟ ମାନଙ୍କର ଜୀବନରେ ସେ ବିଷୟ ଥିଲା। ଆଉ ଗୋଟେ ବୃଦ୍ଧ ଜିହୁସ
ସେ ବୃଦ୍ଧ ହେଇଯାଇଥିଲେ, ଗତ ବୟସ୍କ ହେଇଯାଇଥିଲେ। ଆର ଆମେ ଜାଣୁ ଯେତେବେଳେ ଜଣେ ଗତ ବୟସ୍କ ହେଇଗଲା ପରେ ଆମର ମା ବାପା ହଉ ନା ଆଈ ହଉ, ଯେ ସେଇ ସମାଜରେ ଯୋଉ ବିଷୟ କଥା କହନ୍ତି ବହୁତ ଆମେ ଗୁରୁତ୍ୱପୂର୍ଣ୍ଣ ବିଷୟ କଥା କହନ୍ତି, ଆଉ ସେଟାକୁ ଆମେ ଧ୍ୟାନ ଦେଇକି ଆମେ ସେ ବିଷୟକୁ ପାଳନ କରୁ। ପରମେଶ୍ୱରଙ୍କ ଇଚ୍ଛା ଏଇ ବିଷୟ କଥା ଯେ ମୁଇଁ ତମେ ଦେଖୁ 23 ପଦରେ 23 ଅଧ୍ୟାୟରେ କହୁଛନ୍ତି ଯେ ମୁଇଁ ତମକୁ ଯେନ୍ ଦେଶକେ ଆଣିକିରି ଆସିଛେ, ଦେଖ ସେଇ ଜାଗାରେ ଅନେକ ଲୋକ ଅଛନ୍, ଆଉ ସେମାନଙ୍କର ପରି ତମେ କାର୍ଯ୍ୟ ନ କର, ସେମାନଙ୍କର ମୂର୍ତ୍ତିକୁ ତମେ ସେବା ନ କର, ସେମାନଙ୍କର ପ୍ରତିମୂର୍ତ୍ତି ତମେ ପ୍ରଣାମ ନ କର, ନା ତାଙ୍କର ମୁଖରେ ସେ ଦେବତା ମାନଙ୍କର ଉଚ୍ଚାରଣ ନ କର ବୋଲିକି କହୁଅଛନ୍ତି। ବୁଝିଲ? ହାଲେଲୁୟା। ତ ଦେଖୁ ଏଇ ଜାଗାରେ ପରମେଶ୍ୱର ସେ ବିଷୟ କଥା କହୁଅଛନ୍ତି, ଆଉ ଇସ୍ରାଏଲୀୟ ମାନଙ୍କୁ ସେ ବିଷୟ କଥା କହୁଅଛନ୍ତି, ଆଉ ଇତିହାସ ପୁରାତନ ଯୋଉ ବିଷୟ ପରମେଶ୍ୱର ଇସ୍ରାଏଲଙ୍କର ଜରିଆରେ କରିଥିଲେ ସେଇ କାର୍ଯ୍ୟକୁ କହୁଅଛନ୍ତି। ଆଉ ସେ ବିଷୟକୁ ତୁମେ ମନେ ପକାଅ, ସ୍ମରଣ କର, ଯୋଉ ପ୍ରତିଜ୍ଞା ମାନେ ଯୋଉ ଆଶୀର୍ବାଦ ମାନେ ତମେ ପାଇଥିଲ ସେ ବିଷୟକୁ ତମେ ସ୍ମରଣ କର। ହେଇଯିବ। ଆଉ ଦେଖୁ ଏଇ ଜାଗାରେ ଯୋଉ ଜାଗାକୁ ନୂତନ ଜାଗାକୁ ଆଣି ଅଛନ୍ତି ପରମେଶ୍ୱର, ଆଉ ସେଇ ଜାଗାରେ ଯୀଶୁଙ୍କର ଜରିଆରେ ପରମେଶ୍ୱର କହୁଅଛନ୍ତି। ଆଜି ଆମକୁ ଅନେକ ପରମେଶ୍ୱରଙ୍କର ରାଷ୍ଟ୍ର ଜରିଆରେ ଆମକୁ ଅନେକ ବିଷୟ ଶିକ୍ଷା ଦେଉଅଛନ୍ତି। ହେଇଯିବ। ହାଲେଲୁୟା। ଆମେ ସମସ୍ତେ ଜାଣୁଅଛୁ, ହେଲେ ଏଇ ଜାଗାରେ ପ୍ରଭୁ ଯୀଶୁ କହୁଅଛନ୍ତି ଯେ କି କଣ, ଏଇ ବାକ୍ୟ ଦ୍ୱାରା ଆମେ ଶିକ୍ଷା ଗ୍ରହଣ କରୁ ଯେ ପରମେଶ୍ୱର ଯୋଉ ଇତିହାସ ବିଷୟକୁ, ଯୋଉ ବିଷୟ ପରମେଶ୍ୱର ଇସ୍ରାଏଲୀୟ ମାନଙ୍କର ସନ୍ତାନଙ୍କର ଠାରେ କରିଥିଲେ, ସେଇ ବିଷୟ ଆମ ଠାରେ ବି ପରମେଶ୍ୱର କରିଅଛନ୍ତି। ଆମେ ବି ପ୍ରଭୁ ଯୀଶୁଙ୍କୁ ଜାଣିନଥିଲା, ଆମେ ବି ମିଶରରେ ଥିଲା, ଆମେ କିଏ ରୋଗରେ ଥିଲା, କିଏ ବନ୍ଧରେ ଥିଲା, କିଏ ପାପରେ ଥିଲା, କିଏ ବନ୍ଧରେ ଅନେକ ସମସ୍ୟାରେ କିଏ ଥିଲା, ଅନେକ ଅନେକ ଆମର ଜୀବନରେ ସାକ୍ଷ୍ୟ ଅଛି। ଆଉ ପରମେଶ୍ୱର ସେ ବାହାର କରିକି ଆଣିଅଛନ୍ତି। ଆଉ ପରମେଶ୍ୱର କହୁଅଛନ୍ତି ଯେ ମୁଇଁ ତମକୁ ଯେନ୍ ଜାଗାରେ ରଖିଛେ ସେଇ ଜାଗାରେ ତମେ ଅନ୍ୟ କୌଣସି ଦେବତା ମାନଙ୍କର ନାମ ଉଚ୍ଚାରଣ ନ କର, ଆଉ ସେଇ ସ୍ଥାନରେ ଯେଉଁ ଲୋକମାନେ ଅଛନ୍ତି ସେଇମାନଙ୍କର ପରି ତମେ ନ ହୁଅ। ହେଇଥିଲ। ହାଲେଲୁୟା। ବାକ୍ୟରେ ଲେଖା ଯେ ଏଇ ଜଗତ ଆମର ନୁହେଁ, ଏଇ ଜଗତରୁ ଆମକୁ ପରମେଶ୍ୱର ବାହାର କରିଅଛନ୍ତି, ଈଶ୍ୱରରୁ ଆମକୁ ସମସ୍ତଙ୍କୁ ପରମେଶ୍ୱର ବାହାର କରିଅଛନ୍ତି। ହେଲେ ଏଇ ଜଗତରେ ଅନେକ ଜାତିର ଅନେକ ଦେବୀ ଦେବତା ଅଛନ୍ତି। ସେହିପରି ପରମେଶ୍ୱର କହୁଛନ୍ତି ଯେ ସେଇ ଅନ୍ୟ ଦେବତା ମାନଙ୍କର ନାମ ଉଚ୍ଚାରଣ, ନା ସେମାନଙ୍କର ସେବା, ନା ସେମାନଙ୍କୁ ପ୍ରଣାମ ନ କର ବୋଲିକି କହୁଅଛନ୍ତି। ହାଲେଲୁୟା। ତ ଦେଖୁ ଏଇ ଜାଗାରେ ପରମେଶ୍ୱର କହୁଅଛନ୍ତି ଯେ ଅନ୍ୟ ଦେବତା ମାନଙ୍କର ମାନେ ସେବା ଆଉ ପ୍ରଣାମ ନ କର। ହେଲେ ଆଜିର ନିୟମ ଦୈନିକ ଆହାରରେ ଈଶ୍ୱରଙ୍କର ସେବା ବିଷୟ କଥା ହେଇଥିଲ। ତ ପ୍ରଣାମ ବିଷୟ କଥା ଆମେ ଦେଖିବା, ଆଉ ପ୍ରତିଜ୍ଞା ବିଷୟ କଥା, ମୁଁ ପ୍ରତିଜ୍ଞା ବିଷୟ କଥା ଗୋଟେ କଥା କହିବି ଯେ ପ୍ରତିଜ୍ଞା ଆମକୁ ପରମେଶ୍ୱର ଦେଖନ୍ତୁ ପୁରାତନ ନିୟମରେ ଯେଉଁ ପ୍ରତିଜ୍ଞା ଦେଇଥିଲେ ସେମାନଙ୍କୁ ବାହାର କରିକି ଆଣିଲେ, ହେଲେ ଏବେ ପରମେଶ୍ୱର ଯେଉଁ ପ୍ରତିଜ୍ଞା ଦେଇଅଛନ୍ତି, ଯେଉଁ ପ୍ରତିଜ୍ଞା ହେଇନାହିଁ, ଯେଉଁ ପ୍ରତିଜ୍ଞା ହେବ ଆଗକୁ, ଯେଉଁ ପ୍ରତିଜ୍ଞା ଆମେ ଦେଖିବା ପ୍ରଥମ ଯୋହାନ 2:25 ଲେଖାଯାଏ ସେଇ ଜାଗାରେ ଅନନ୍ତ ଜୀବନର ପ୍ରତିଜ୍ଞା ଦେଇଅଛନ୍ତି। ଦେଇଥିଲ। ଆଉ ସେଇ ପ୍ରତିଜ୍ଞାକୁ ଆମେ ସେଇ ଅନନ୍ତ ଜୀବନର ଯୋଉ ପରମେଶ୍ୱର ପ୍ରତିଜ୍ଞା ଦିଅଛି ସେ ବିଷୟ ସଫଳ କେମିତି ହେବ? ଆମେ ଈଶ୍ୱରଙ୍କର ସେବା କଲେ, ଈଶ୍ୱରଙ୍କର ଆଜ୍ଞା ପାଳନ କଲେ ଆମେ ସେ ଅନନ୍ତ ଜୀବନର ପ୍ରତିଜ୍ଞାରେ ଆମେ ଆଶୀର୍ବାଦ ପ୍ରାପ୍ତ ହେଇପାରିବା, ସେଥିପାଇଁ ଆମେ ସଂଯୁକ୍ତ ହେଇପାରିବା, ନହେଲେ ଆମେ ହେଇପାରିବା ନାହିଁ। ତାପରେ ଦେଖିବା ଯୋହାନ 6:40 ଲେଖାଯାଏ ଯେ ସେଇ ଜାଗାରେ ଯିଏ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେଇଅଛି। ହେଇଥିଲ। ହାଲେଲୁୟା। ଅନନ୍ତ ଜୀବନ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିଅଛୁ ଆଉ କର୍ମ ଦ୍ୱାରା ଆମେ ବିଶ୍ୱାସ କରୁଅଛୁ। ଯାକୁବ 3 ଲେଖାଯାଏ କଣ? ଏ କର୍ମ ବିନା ବିଶ୍ୱାସ ମୃତ। ହେଇଥିଲ। ହାଲେଲୁୟା। ଆମେ ପୁତ୍ରଙ୍କୁ ବିଶ୍ୱାସ କରୁଅଛୁ ଆଉ କର୍ମ ଦ୍ୱାରା ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଅଛୁ, ତାହେଲେ ଆମେ ଅନନ୍ତ ଜୀବନ ପ୍ରାପ୍ତ ହେବା। ହେଇଥିଲ। ହାଲେଲୁୟା। ଆଉ ସେଇ ପ୍ରତିଜ୍ଞା ମାନ କେମିତି ସଫଳ ହେବ? ଆମେ ତାଙ୍କର ଆଜ୍ଞା ପାଳନ କଲେ, ଆମେ ତାଙ୍କର ସେବା କଲେ, ତାଙ୍କର ଇଚ୍ଛା ଅନୁସାରେ ଦିନ କାଟିଲେ, ଆମେ ପୁତ୍ରଙ୍କୁ ବିଶ୍ୱାସ କଲେ, ତାହେଲେ ଆମେ ଅନନ୍ତ ଜୀବନ ପ୍ରାପ୍ତ ହେଇପାରିବା। ହେଇଥିଲ। ହାଲେଲୁୟା। ଆଉ ସେ ବିଷୟ ହଉଛି ପରମେଶ୍ୱରଙ୍କର ଇଚ୍ଛା। ଆଉ ଦେଖିବା ତାପରେ ଆମେ ଦେଖିବା
ଯେ ସେଇ ଜାଗାରେ କହୁଅଛନ୍ତି ଯେ ଅନ୍ୟ ଦେବତା ଅନ୍ୟ ମୂର୍ତ୍ତି ବିଷୟରେ ପ୍ରଣାମ ନ କର ବିଷୟ କଥା କହୁଅଛନ୍ତି ଆଉ ଅନ୍ୟକୁ ତମେ ସେବା ନ କର ବିଷୟ କଥା କହୁଅଛନ୍ତି। ତ ଏଇ ଜାଗାରେ ଦେଖୁ ଯେ ମୁଁ କହିବି 14 ପଦରେ ବି 24-14 ପଦରେ ବି ଲେଖା ହେଇଛି ଯେହେତୁ ଏବେ ସଦାପ୍ରଭୁଙ୍କୁ ଭୟ କର ପୁଣି ସମ୍ପୂର୍ଣ୍ଣ ରୂପେ ଓ ସତ୍ୟତାରେ ତାହାଙ୍କର ସେବା କର ଆଉ ତୁମ୍ଭେ ମାନଙ୍କର ପୂର୍ବ ପୁରୁଷ ମାନେ ନଦୀ ସେପାରିରେ ଓ ମିଶରରେ ଯେଉଁ ଦେବତା ମାନଙ୍କର ସେବା କଲେ ସେମାନଙ୍କୁ ଦୂର କର ଆଉ ତୁମ୍ଭେ ମାନେ ସଦାପ୍ରଭୁଙ୍କର ସେବା କର ବୋଲିକି କହୁଅଛନ୍ତି। ହାଲେଲୁୟା। ତ ଆମେ ଏଇ ଜଗତରେ ଅଛୁ, ପରମେଶ୍ୱର ବାହାର କରିକି ଆଣି ଅଛନ୍ତି। ଆମେ ସମସ୍ତେ ତ ଯଦି ଆମେ ଅନ୍ୟ ଦେବୀ ଦେବତାର ଯଦି ଆମେ ମୂର୍ତ୍ତି ପୂଜା କରୁନାହୁଁ ନା ପ୍ରଣାମ କରୁନାହୁଁ, ହେଲେ ମୁଁ ଗୋଟିଏ ବିଷୟ ଦେଖିବି ଯାହା ମୁଁ ବାକ୍ୟ ପଢିଲି ଆଉ ଦେଖିଲି ଯେ ଖାଲି ଦେବୀ ଦେବତାର ମୂର୍ତ୍ତି ପୂଜା କଲେ ଖାଲି ମୂର୍ତ୍ତି ପୂଜା ହୁଏ ନାହିଁ ନା ତାହାଙ୍କୁ ପ୍ରଣାମ କଲେ ଖାଲି ପ୍ରଣାମ କଲେ, ହେଲେ ଅନେକ ବିଷୟ ବାକ୍ୟ ଅଛି ଯୋଉଟା ବିଷୟ ଆମେ ମୂର୍ତ୍ତି ପୂଜା ସହିତ ହୁଏ ଆଉ ପ୍ରଣାମ କରିବା ସହିତ ହୁଏ। ଦେଖିବା ମୂର୍ତ୍ତି ପୂଜା ବିଷୟର କଥା କଳସ୍ୟ ପୁସ୍ତକ 3:5-6 ଲେଖା ହେଇଅଛି ଯେ ସେଇ ଜାଗାରେ ଲୋଭ ବିଷୟର କଥା ଲେଖା ହେଇଛି, ପ୍ରତିମା ପୂଜାକ ଲୋଭ ଆଉ ଅନେକ ବିଷୟ ସେଇ ଜାଗାରେ ଲେଖା ହେଇଛି। ଆମେ କହୁଅଛୁ ଅନେକକୁ କହୁଅଛୁ ଯେ ଆମେ ପ୍ରଭୁଙ୍କର ସେବକ, ଆମେ ମୂର୍ତ୍ତି ପୂଜା ନ କରୁ, ହେଲେ ଆମେ ଗୋଟେ ବିଷୟ ଯଦି କରୁଅଛୁ ତାହେଲେ ଆମେ ମୂର୍ତ୍ତି ପୂଜା କରୁ। କଳସ୍ୟ 3:5। ଅତଏବ ତୁମମାନଙ୍କ ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର କୁପ୍ରବୃତ୍ତି ଗୁଡିକ ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ, ଅଭିଳାଷ, ପୁଣି ପ୍ରତିମା ପୂଜା, ରୂପ ଲୋଭ ଏହି ସବୁ ପ୍ରତିବୃତ ହୁଅ। ଏହି ସବୁ ହେତୁରୁ ଈଶ୍ୱରଙ୍କ କ୍ରୋଧ ହେଇছিল। ହାଲେଲୁୟା। ଏଇ ଜାଗାରେ ପ୍ରତିମା ପୂଜକ ଲୋଭ ଗୋଟେ ବିଷୟ ଲେଖା ହେଇଅଛି। ଯଦି ଲୋଭ କରୁଅଛୁ କୌଣସି ବିଷୟକୁ ନେଇକି ତାହେଲେ ସେଇଟା ଗୋଟେ ପ୍ରତିମା ପୂଜକ ଗୋଟେ ହଉଅଛି, ବୁଝିଲ। ଆଉ ସେ ବିଷୟ ଯଦି ହଉଅଛି ଆମେ ଯଦି ସେ କାର୍ଯ୍ୟ କରୁଅଛୁ ତାହେଲେ ଆମକୁ ଯେଉଁ ଜାଗା ଯେଉଁ ସ୍ଥାନ ଦିଆହେଇଛି ଆମେ ବିନଷ୍ଟ ହେଇଯିବା, ଆମେ ଅନନ୍ତ ଜୀବନ ପ୍ରାପ୍ତ ହେଇପାରିବା ନାହିଁ, ବୁଝିଲ। ଆଉ ସେ ବିଷୟ କଥା ଇସ୍ରାଏଲ ଲୋକମାନଙ୍କୁ କହୁଥିଲେ ଆଉ ଆଜିର ବାକ୍ୟ ସେ ବିଷୟ କଥା କହୁଅଛି। ତାପରେ ଦେଖିବା ଆଉ ଗୋଟେ ବିଷୟ ମୂର୍ତ୍ତି ପୂଜା ବିଷୟର କଥା ଲେଖା ଯାଇଛି କୋଉ ଜାଗାରେ, ଲୁକ ପୁସ୍ତକ 4:5-8 ପଢିଲେ ଦେଖବା। ଲୁକ ପୁସ୍ତକ 4 ଦେଖନ୍ତୁ ସେଇ ଜାଗାରେ ଦେଖୁ କହିଦଉଛେ ଟାଇମ ନାହିଁ। ଦେଖୁ ସେଇ ଜାଗାରେ ଲୁକ ପୁସ୍ତକ 4 ଯଦି ଦେଖିବା ସେଇ ଜାଗାରେ ପ୍ରଭୁ ଯୀଶୁଙ୍କୁ ଅନ୍ଧକାର ଶକ୍ତି ଶୈତାନ ସେଇ ଜାଗାରେ ପରୀକ୍ଷା କରୁଅଛି ଆଉ କହୁଅଛି ସେଇ ଜାଗାରେ ଯେ ଆମେ ସମସ୍ତେ ଜାଣୁ ସେ ବାକ୍ୟକୁ 5 ଦେଖିବା ଯେ ଆଉ ସେ ତାହାଙ୍କୁ ଉପରକୁ ଘେନି ଯାଇ ଏକ ମୁହୂର୍ତ୍ତ ସମସ୍ତ ରାଜ୍ୟ ତାହାଙ୍କୁ ଦେଖାଇଲା। ତାପରେ ପୁଣି ଶୈତାନ ତାହାକୁ କହିଲା ଆମ୍ଭେ ତୁମକୁ ଏଇ ସମସ୍ତ ଅଧିକାର ଓ ଏସବୁର ଐଶ୍ୱର୍ଯ୍ୟ ଦେବା, କାରଣ ଆମ୍ଭକୁ ତାହା ସମର୍ପିତ ହୋଇଅଛି ଆଉ ଆମ୍ଭେ ଯାହାକୁ ଇଚ୍ଛା ତାହାକୁ ତାହା ଦେଉ। ତାପରେ ଲେଖାଯାଏ ଅତଏବ ତୁମ୍ଭେ ଯେବେ ଆମ ଛାମୁରେ ପ୍ରଣାମ କରିବ ତେବେ ସମସ୍ତ ତୁମର ହେବ। ତାପରେ ଦେଖନ୍ତୁ ଏଇ ଜାଗାରେ ପୃଥିବୀର ଅନେକ ଐଶ୍ୱର୍ଯ୍ୟ ବିଷୟକୁ ପରମେଶ୍ୱରଙ୍କୁ ଶୈତାନ ଦେଖଉଛି ଆଉ ଆମମାନେ ପ୍ରଣାମ କର ଆମେ ସବୁ କିଛି ତମକୁ ଦେମୁ ବୋଲିକି କହୁଛି। ହେଲେ ପ୍ରଭୁ ଯୀଶୁ କାଣା କହୁଛନ୍ତି ସେଇ ଜାଗାରେ, ଯୀଶୁ ତାହାଙ୍କୁ ଉତ୍ତର ଦେଲେ ଲେଖା ଅଛି ତୁମେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବ। ଦେଖିଲ ଲେଖା ଅଛି କେବଳ ଈଶ୍ୱରଙ୍କୁ ପ୍ରଣାମ କରିବ ଆଉ କେବଳ ତାହାଙ୍କର ଉପାସନା କରିବ। ଦେଖିଲ ଏଇ ଜାଗାରେ ଶୈତାନ ବି ପ୍ରଭୁ ଯୀଶୁଙ୍କୁ ଲୋଭ ଦେଖଉଛି ଅନେକ ଜଗତ ବିଷୟ ଐଶ୍ୱର୍ଯ୍ୟ ବିଷୟକୁ ଦେଖିକି ସେଇ ଜାଗାରେ ଶୈତାନ ବି କହୁଛି ଯେ ତମେ ଆମ ଠାରେ ତମେ ପ୍ରଣାମ କର ଆଉ ସେ ବିଷୟ ଆମେ ସମସ୍ତେ କିଛି ଦେମୁ ବୋଲିକି। ଯଦି ଆମେ ଆମ ଜୀବନରେ ଯଦି କିଛି ଲୋଭ କରୁଅଛୁ ତାହେଲେ ଗୋଟେ ମୂର୍ତ୍ତି ପୂଜା ଆମେ କରୁଅଛୁ ଆମ ଜୀବନରେ। ତାପରେ ଦେଖିବା ଲୋଭ ବିଷୟ ଆଉ ଗୋଟେ ବିଷୟ ଆଦି ପୁସ୍ତକରେ ଦେଖିବା ଯେ ପ୍ରଥମ ଆଦମ ହାବାଙ୍କ ଠାରେ ଲୋଭରେ ହାବା ସେ ଫଳ ଖାଇଥିଲେ। ଲୋଭରେ ଆଦି ପୁସ୍ତକ 3:6 ଦେଖିବା ଯେ 3:6 ଲେଖା ଯେ
ଏଥିରେ ନାରୀ ସେଇ ବୃକ୍ଷକୁ ସୁଖାଦ୍ୟରେ ଉତ୍ପାଦକ ଓ ନୟନର ଲୋଭଜନକ, ଦେଖନ୍ତୁ ନୟନର ଲୋଭଜନକ, ଆଖିର ଲୋଭଜନକ ଆଉ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣ ସମସ୍ତ ସ୍ୱାମୀକି ଦିଅନ୍ତେ, ସେ ମଧ୍ୟ ଖାଇଲେ। ଇଏ ତାମାନେ ଲୋଭର ବିଷୟର କଥା ଲେଖାଯାଇଛି। ତ ସେଇ ଲୋଭ ବିଷୟ ଆମେ ଦେଖିଲେ ଯେ କଳସ ପୁସ୍ତକରେ ଯେ ପ୍ରତିମା ପୂଜକ ଗୋଟେ ରୂପ, ଗୋଟେ ଲୋଭ, ଗୋଟେ ଲୋଭ କରବାଟା ଗୋଟେ ପ୍ରତିମା ପୂଜକ ରୂପ ହେଇছিল। ହାଲେଲୁୟା। ତ ସେଇ ବିଷୟ ଯଦି ଆମେ ଯଦି କରୁଅଛୁ ତାହେଲେ ଆମେ ଆମର ସେ ପ୍ରତିମା ପୂଜା ହଉଅଛି। ତାପରେ ଦେଖିବା ଆଉ ଜଣେ ଆଦି ପୁସ୍ତକରେ ପୁରାତନ ନିୟମରେ ଦାନିଏଲ ଗୋଟେ ବ୍ୟକ୍ତି ଥିଲେ, ସେ ପ୍ରଭୁଙ୍କର ଦାସ, ଆଉ ସଦ୍ରକ ମେଷକ ଅବେଦନେଗୋ ଥିଲେ। ଆଉ ସେଇ ଜାଗାରେ ନବୁକଦ୍ନେସର ଗୋଟେ ମୂର୍ତ୍ତି ବନେଇଥିଲେ, ବହୁତ ବଡ ମୂର୍ତ୍ତି, ସୁନାର ମୂର୍ତ୍ତି ବନେଇଥିଲେ। ଆଉ ଆମେ ସେ ବିଷୟ ଜାଣୁ ସମସ୍ତେ। ଦାନିଏଲ 3:5 ଯଦି ଦେଖିବା ଯେ ସେଇ ଜାଗାରେ କୁହାଯାଇଥିଲା ଯେ ଏଇ ସୁବର୍ଣ୍ଣ ମୂର୍ତ୍ତିମାରେ ଯିଏ ପ୍ରଣାମ କରିବ, ତାହେଲେ ଠିକ ଯଦି ପ୍ରଣାମ ନ କରିବ ତାହାକୁ ଅଗ୍ନିକୁଣ୍ଡରେ ପକାଯିବ ବୋଲିକି କୁହାଯାଏ। ହେଲେ ସେଇ ଜାଗାରେ ସଦ୍ରକ ମେଷକ ଅବେଦନେଗୋ ସେ ପ୍ରଣାମ କରିନଥିଲେ। ସେ ପ୍ରଣାମ କରିନଥିଲେ, ତାଙ୍କ ଠାରେ ସେ ନତମସ୍ତକ କରିନଥିଲେ, ନା ତାଙ୍କର ସେବା ବି ସେ କରିନଥିଲେ। ଆଉ ସେ ବିଷୟ ଦେଖିବା ଯେ ଦାନିଏଲ 3:16-17-18 ଦେଖିବା ଯେ ଆପଣ ସେଇ ଜାଗାରେ କହୁଅଛନ୍ତି ନବୁକଦ୍ନେସର ଯେ ତାପରେ କହୁଅଛନ୍, ଦାନିଏଲ ସେଇ ଜାଗାରେ କହୁଅଛନ୍ତି ଆପଣଙ୍କର ଦେବଗଣର ସେବା କରିବୁ ନାହିଁ, କିଓ ବା ଆପଣଙ୍କର ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ। ହେଇছিল ଏ ଜାଗାରେ କହୁଅଛନ୍ତି ଏହା ଆପଣଙ୍କର ଜ୍ଞାତ ହୁଅନ୍ତୁ ବୋଲିକି କହୁଅଛନ୍ତି। ନବୁକଦ୍ନେସର ରାଜାକୁ କହୁଛନ୍ ତମେ ଯାହା କରବା କର, ହେଲେ ଆମେ କିଛି ପ୍ରଣାମ କରିବୁ ନାହିଁ, ନା ଆମେ ସେବା କରିବୁ ନାହିଁ, ଆମେ ଈଶ୍ୱରଙ୍କର ସେବା କରିବୁ। ହେଇছিল। ହାଲେଲୁୟା। ଯଦି ଆମେ ଜଗତରେ ଅଛୁ, ଯଦି ଅନ୍ୟ କୌଣସି ବିଷୟରେ ଯେନ୍ ବିଷୟ ପରମେଶ୍ୱରଙ୍କର ବାକ୍ୟ ନୁହେଁ, ଆଉ ଆମେ ସେଇ ବିଷୟକୁ ଆମେ ଯଦି ପାଳନ କରୁଅଛୁ, ତାହେଲେ ଆମେ ଶୈତାନ ଅନ୍ଧକାର ଠାରେ ଆମେ ତାର ବଶୀଭୂତ ହେଇକି ଆମେ ତା ଠାରେ ନତମସ୍ତକ ହେଇଯାଉଛୁ, ଆମେ ସରେଣ୍ଡର ହେଇଯାଉଛୁ ତା ଠାରେ। ହେଲେ ପ୍ରଭୁ ଯୀଶୁ କହୁଛନ୍ତି କେବଳ ତୁମେ ମୋ ଠାରେ ସରେଣ୍ଡର ହେବ, କେବଳ ମୋ ଠାରେ ହିଁ ପ୍ରଣାମ କରିବ। ଆମେ ସବୁ କିଛି ବିଷୟ ଦେଇପାରିବି, କରିପାରିବି। ହେଲେ ଆମେ ଯଦି ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ ନ କରିକି ଆମେ ଅନ୍ୟ ବିଷୟକୁ ଯଦି ବିଶ୍ୱାସ କରିବା, ପଇସାକୁ ବିଶ୍ୱାସ କରିବା, ମେଡିକାଲକୁ ଯଦି ବିଶ୍ୱାସ କରିବା, ଆଉ ବିଷୟ ସବୁ କିଛି ହେବ ବୋଲି ଆମେ ଯଦି ଗ୍ରହଣ କରିବା, ତାହେଲେ ହେବ ନାହିଁ। ଆମେ ସେ ବିଷୟରେ ଯଦି ବିଶ୍ୱାସ କରୁଛୁ, ଆଉ ସେଠି ଯଦି ଆମେ ନତମସ୍ତକ ସରେଣ୍ଡର ହେଇଯାଉଛୁ ସେଇ ଜାଗାରେ, ତାହେଲେ ଆମେ କଣ ହେଇପାରିବା, ଆମେ ବିନଷ୍ଟ ହେଇଯିବା, ଆମେ ବିଜୟ ହେଇପାରିବା ନାହିଁ। ଆଉ ପରମେଶ୍ୱର ଆମକୁ ଯେ ବିଷୟ ଦେଇଅଛନ୍ତି, ଯେଉଁ ପ୍ରତିଜ୍ଞା ଦେଇଅଛନ୍ତି, ପ୍ରଥମ ଜହନରେ ଦେଖିଲା ଯେ 2:25 ଅନନ୍ତ ଜୀବନର ପ୍ରତିଜ୍ଞା ଦେଇଅଛନ୍ତି ଈଶ୍ୱର। ଆଉ ସେଇ ଅନନ୍ତ ଜୀବନର ପ୍ରତିଜ୍ଞା ପାଇପାରିବା ଆମେ ଯେତେବେଳେ ଆମେ ଈଶ୍ୱରଙ୍କର ଆଜ୍ଞାକୁ ଆମେ ପାଳନ କରିବା। ଆଉ ଦେଖନ୍ତୁ ଏଇ ଜିହୁସ ପୁସ୍ତକରେ ଜିହୁସକୁ କହୁଅଛନ୍ତି ପରମେଶ୍ୱର ଯେ ମୁଇଁ ଯେନ୍ ଜାଗାକୁ ଆଣିଛେ ସେମାନଙ୍କର ଠାରେ ଯେଉଁ ଅଛନ୍ତି ଦେବତା, ସେଇଠାରେ ତମେ କିଛି ସେବା କରବ ନାହିଁ, ପ୍ରଣାମ କରବ ନାହିଁ, ନା ସେମାନଙ୍କର ନାମ ଉଚ୍ଚାରଣ କରବ ନାହିଁ। ତ ପ୍ରଭୁ ଯୀଶୁ କହୁଅଛନ୍ତି ଯେ ଆମକୁ ଜଗତରୁ ବାହାର କରାହେଇଅଛି, ଆମେ ଜଗତ ବାହାରେ ଅଛୁ, ହେଲେ ଜଗତରେ ଅଛୁ ଯେଉଁ ସ୍ଥାନରେ ଅଛୁ ସେଇ ଜାଗାରେ ଅନେକ ବିଷୟ ଅଛି। ତ ସେଇଠାରୁ ଆମକୁ ପୃଥକ ରହିବା ନିମନ୍ତେ କହୁଅଛନ୍ତି। ଆଉ ଯଦି ଆମେ ସେଇ ଜାଗାରେ ଯଦି ପୃଥକ ଯଦି ରହୁନାହୁଁ, ଦେଖନ୍ତୁ ଆମର ବିବାହ ବିଷୟ ସମାଜ ହଉ, ନା କୌଣସି ଯଦି ବିଷୟ ହଉ, ଯଦି ସେଇ ଜାଗାରେ ତାଙ୍କର ନିୟମ ତାଙ୍କର ବିଷୟକୁ ଧରିକି ଆମେ ଯଦି କାର୍ଯ୍ୟ କରିଦଉଅଛୁ, ତାହେଲେ ଆମେ ତାଙ୍କ ଠାରେ ସରେଣ୍ଡର ହେଇଯାଉଅଛୁ। ଦେଖିଲ ଶୈତାନ ଆମକୁ କହୁଅଛି, ହେଲେ ପ୍ରଭୁ ଯୀଶୁ କହୁଅଛନ୍ତି ଯେ ନାଇଁ ମୁଁ ପ୍ରଣାମ ନେଇ କରେ, କେବଳ ଆମେ ଈଶ୍ୱରଙ୍କୁ ପ୍ରଣାମ କରିବା ବୋଲି ଲେଖା ହେଇଅଛି, ଆମେ ପ୍ରଣାମ ନେଇ କରେ ବୋଲିକି କହିଅଛୁ। ଦେଖିଲ ତ ଆମର ଜୀବନରେ ସେ ଯଦି ପରୀକ୍ଷା ଆସୁଅଛି, ତାହେଲେ ଆମେ ଯଦି ସେଇ ଜାଗାରେ ସରେଣ୍ଡର ନ ହେଇକି ଆମେ ଈଶ୍ୱରଙ୍କ ଠାରେ ସରେଣ୍ଡର ହଉଛୁ, ପ୍ରଣାମ କରୁଅଛୁ, ତାହେଲେ ପରମେଶ୍ୱର ଆମକୁ ବଳ ଦେବେ, ଆଉ ଆମେ ସେ ଜାଗାରେ ଆମେ ବିଜୟ ହେଇପାରିବା। ହେଇଯିବ। ଆଉ ଯୋଉ ପରମେଶ୍ୱର ଆମକୁ ଯୋଉ ପ୍ରତିଜ୍ଞା ଦେଇଅଛନ୍ତି ଯେ ପୁତ୍ରଙ୍କୁ ଯେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ, ଜଗତରେ ଅନେକ ବିଷୟ ଅଛି, ହେଲେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ଆଉ ସେଇ ପ୍ରତିଜ୍ଞାଟା କେମିତି ସଫଳ ହେବ, ଆମେ ତାଙ୍କର ଇଚ୍ଛା ଅନୁସାରେ ଆମେ ଦିନ କାଟିଲେ, ଆତ୍ମାଙ୍କର ଚଳନରେ ଆମେ ଚାଲିଲେ,
ଆଉ ଯେଉଁ ବିଷୟ ଆମକୁ କହିଅଛନ୍ତି ସେ ବିଷୟ ଧରିକି ଆମେ ଯଦି ଚାଲିବା ତାହେଲେ ଆମେ ଅନନ୍ତ ଜୀବନର ପ୍ରାପ୍ତ ହେଇପାରିବା। ତାପରେ ଯେଉଁ ବିଷୟ ଲାଷ୍ଟ କୁ ଗୋଟେ ପଦ କଥା କହିଲେ 15 ଅଧ୍ୟାୟରେ 24:15 24:15 ଲାଷ୍ଟ ଅଧ୍ୟାୟରେ କହିଲେ, ତାପରେ କହିଲେ ଯଦି ବା ସଦାପ୍ରଭୁଙ୍କର ସେବା କରିବା ତୁମ୍ଭମାନଙ୍କର ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମ୍ଭେ ମାନେ କାହାର ସେବା କରିବ ତାହା ଆଜି ମନୋନୀତ କର। କି ନଦୀ ସେପାରିରେ ତୁମମାନଙ୍କର ପୂର୍ବ ପୁରୁଷ ମାନେ ଯେଉଁ ଦେବତା ମାନଙ୍କୁ ସେବା କଲେ ସେମାନଙ୍କର କିଏ ବା ଯେଉଁ ଏମୋରିୟ ମାନଙ୍କର ଦେଶରେ ତୁମେମାନେ ବାସ କରୁଅଛ ସେମାନଙ୍କର ଦେବତା ମାନଙ୍କୁ ସେବା କରିବ, ଏହା ମନୋନୀତ କର। ଏ ଜାଗାରେ ଯେଉଁ ବିଷୟ ପରମେଶ୍ୱର ତାଙ୍କୁ କହିଲେ ଆଉ ସବୁ ବିଷୟ କଥା କହିଦେଲେ ଯେ ତମ ଠାରେ ଯେନ୍ ପରମେଶ୍ୱର କାର୍ଯ୍ୟ କରିଅଛନ୍ତି, ଯାହା ଆଶୀର୍ବାଦ କରିଅଛନ୍ତି, ତ ତମେ କାହାର ସେବା କରବ ତମେ ମନୋନୀତ କର, ତମେ ଇଚ୍ଛା କର ତମେ କାଣ କରବ ବୋଲିକି କହୁଛ। ତାପରେ ଯେଉଁ ବିଷୟ ଗୋଟେ ବିଷୟ କଥା କହିଲେ ଯେ ମାତ୍ର ମୁଁ ଆଉ ମୋର ପରିଜନ ଆମେ ମାନେ ସଦାପ୍ରଭୁଙ୍କର ସେବା କରିବୁ। ତ ଜିଉସର ପରି ଆମେ ବି ହେବାର ଅଛି, ଜିଉସର ପରି ଆମେ ଆଦର୍ଶ ସ୍ୱରୂପ ହେବାର ଅଛି। ଏ କରିବୁ ମୁଇଁ କରମି, ମୁଇଁ ପ୍ରଭୁଙ୍କର ସେବା କରମି ହେଇছিল। ଆଉ ଆଗକେ ଲେଖା ଅଛି ଯେ କି ଇସ୍ରାଏଲୀୟ ମାନେ ରାଜି ହେଲେ ଆଉ ଆମେ ଈଶ୍ୱରଙ୍କର ସେବା କରମୁ ବୋଲିକିରି କହିଲେ ହେଇছিল। ହାଲେଲୁୟା। ତ ଆମେ ଭାବୁ ଇହାଦେ ଯେ ପରମେଶ୍ୱର ଆମର ଠାରେ ପ୍ରଭୁ ଯୀଶୁଙ୍କୁ ଜାଣିଲା ଠାରୁ ଆମେ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ଜାଣିଲା ବିଶ୍ୱାସ କଲା ଆମକୁ କେନ୍ ବନ୍ଧନରୁ ରକ୍ଷା କଲେ କାନୁନ ଆଣି ଅଛନ୍ତି ଆମର ଯେଉଁ ସମସ୍ତେ ସବୁ ଜାଣିଅଛୁ। ତ ଇହାଦେ ଆମେ ଏ ବାକ୍ୟ କହୁଛୁ ଯେ ଆମେ ଇହାଦେ ଏ ବାକ୍ୟକେ ଆମେ ଦେଖୁ ଯେ ଆମେ ଇହାଦେ ଆମେ କାହାର ସେବା କରମା, ଆମେ କାହାର ସେବା କରମା, ଆମେ ଇହାଦେ ମନୋନୀତ କରୁ। ପ୍ରେଜ୍ ଲର୍ଡ। ଆମେ ଇହାଦେ ଆମେ ମନୋନୀତ କରବା, ଆମେ ସେ ବିଷୟ କରବା ଆଉ ଆମର ଆଦ୍ୟ ପ୍ରେମକୁ ମନେ ପକାବା। ଯେଉଁ ସମାଜରେ ଆମେ ପ୍ରଭୁ ଯୀଶୁଙ୍କୁ ଜାଣିଥିଲା ଆଉ ଆଣିଥିଲେ, ଯଦି ଆମେ ଭୁଲି ଯାଇଅଛୁ ଆଉ ଲୋଭରେ ନା ଅନେକ ଠାରେ ଯଦି ଆମେ ନତମସ୍ତକ ହେଇଯାଉଛୁ, ସରେଣ୍ଡର ହେଇଯାଇଅଛୁ, ତାହେଲେ ଆମେ ପ୍ରଭୁଙ୍କର ନିକଟକୁ ଫେରି ଆସିବା ଆଉ ପ୍ରଭୁଙ୍କୁ ସେବା କରିବା। ତାହେଲେ ଆମକୁ ପ୍ରତିଜ୍ଞା ଦେଇଅଛନ୍ତି ସେ ଅନନ୍ତ ଜୀବନର ପ୍ରତିଜ୍ଞା ଆମେ ପାଇପାରିବା। ତେଣୁ ହାଲେଲୁୟା। ଏ ଅଳ୍ପ ବାକ୍ୟ ଦ୍ୱାରା ବୁଝିବାରେ ସମସ୍ତଙ୍କୁ ସାହାଯ୍ୟ କରନ୍ତୁ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍।